କଥାରେ ଅଛି ଯଦି ଦୃଢ଼ ଇଚ୍ଛା ଶକ୍ତି ଥାଏ ତେବେ ମଣିଷ ତାର ଶୀର୍ଷ ସ୍ଥାନରେ ବା ତାର ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବ। ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। ଆଉ ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି 21 ବର୍ଷୀୟ ତପସ୍ୱିନୀ। ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅଧୀନ ଅରେଇ ଗ୍ରାମର ତପସ୍ୱିନୀ ମଲ୍ଲିକ। ସେ ମାତ୍ର 21 ବର୍ଷ ବୟସରେ ଏକ ଡ୍ୟାନ୍ସ ସ୍କୁଲ ଗଢ଼ି ତୋଳିଛନ୍ତି। ତାଙ୍କ ଅଧୀନରେ ପାଖାପାଖି 100 ଜଣ ପିଲା ବର୍ତ୍ତମାନ ପାଇଁ ନୃତ୍ୟ ଶିକ୍ଷା ଲାଭ କରୁଥିବା ବେଳେ ନିଜେ ତପସ୍ୱିନୀ ବିଭିନ୍ନ ସ୍ଥାନରୁ ସେ ପୁରସ୍କାର ମଧ୍ୟ ପାଇଛନ୍ତି। ତେବେ ଚାଲନ୍ତୁ ସେ ଆମ ସହିତ ବର୍ତ୍ତମାନ ପାଇଁ ରହିଛନ୍ତି, ତାଙ୍କ ସହିତ ଆଲୋଚନା କରିବା, ତାଙ୍କ ପାଖରୁ ପଚାରି ବୁଝିବା ସେ କଣ କହୁଛନ୍ତି ଏ ନେଇ, ତାଙ୍କର ଏ ଦିଗ ପ୍ରତି ବା ଏ ନୃତ୍ୟ ପ୍ରତି କିପରି ଭାବେ ଆସିଥିଲା ଇଚ୍ଛା ଶକ୍ତି ଏବଂ କିପରି ସେ ଏ ସ୍ଥାନରେ ପହଞ୍ଚିଛନ୍ତି। ଆଜ୍ଞା ସ୍ୱାଗତ କରିବି ବଡ ଖବରକୁ। କଣ କହିବେ ବର୍ତ୍ତମାନ ପାଇଁ ଆପଣ ବିଭିନ୍ନ ସ୍ଥାନରୁ ପୁରସ୍କୃତ ହଉଛନ୍ତି, ଆପଣ ମଧ୍ୟ ନିଜେ ଏକ ଡ୍ୟାନ୍ସ ସ୍କୁଲ ଗଢି ତୋଳିଛନ୍ତି, କଣ କହିବେ ଆକୁ ନେଇ କିପରି ଭାବେ ଏ ଦିଗ ପ୍ରତି ଆପଣଙ୍କର ଇଚ୍ଛା ଶକ୍ତି ଆସିଲା? ପ୍ରଥମେ ମୋର ସମସ୍ତଙ୍କୁ ନମସ୍କାର, ଆପଣଙ୍କୁ ବି ନମସ୍କାର। ମୁଁ ଯେତେବେଳେ ଛୋଟ ହେଇଥିଲି ସେବେଠୁ ମୁଁ ଟିଭିରେ ସବୁ ଡ୍ୟାନ୍ସ ଦେଖେ। ମତେ ଇଚ୍ଛା ହୁଏ କି ନା ମୁଁ ବି ମାନେ ଡ୍ୟାନ୍ସ କରିବି। ସେତେବେଳେ ଆମ ପାଖରେ କୋଉ ଡ୍ୟାନ୍ସ ଶିଖା ହଉନଥିଲା, ତ ମୁଁ ନିଜେ ଟିଭି ଦେଖିକି ଘରେ ମୁଁ ଡ୍ୟାନ୍ସ କରେ। ତାପରେ ନିଜେ ଗୀତ ଗାଇକି ବି ନିଜେ ଆମ ଯୋଉ ଛୋଟ ହେଇଥିଲି ଜେଜେ ଜେଜେମା ମାନେ ବସିଥାନ୍ତି ତାଙ୍କ ଆଗରେ ଏମିତି ଡ୍ୟାନ୍ସ করে ନିଜେ ଗୀତ ଗାଇକି। ତାପରେ ଧୀରେ ଧୀରେ ଇଚ୍ଛା ହେଲା ନା ମୁଁ ବି ଡ୍ୟାନ୍ସ ଶିଖିବି। ମୋ ସାଙ୍ଗସାଥି ମାନେ ଯେତେବେଳେ ଶିଖିଲେ ମତେ କହିଲେ, ମୁଁ ଘରେ କହିଲି। ଘରେ ମତେ ମନା କଲେ ନା ତୁ ଶିଖିବୁନି। ମତେ ମନା କଲେ କହିଲେ ନା ତୁ ଶିଖିବୁନି। ତାପରେ ମୋ ସାନ ଭଉଣୀ କି ଡ୍ୟାନ୍ସ କ୍ଲାସ ପଠେଇଲେ। ମୁଁ ସେଇ ଟାଇମରେ କାନ୍ଦିକି ତା ସହିତ ଯାଇଥିଲି। ସିଏ ଡ୍ୟାନ୍ସ କରିବ, ମୁଁ ସେଠି ବସିକି ଦେଖିବି। ତାପରେ ମୁଁ ସେଠି ଦେଖିକି ମୋର ବେଶୀ ଆଗ୍ରହ ହେଲା। ମୁଁ ଘରେ ଆସିକି କାନ୍ଦିଲି ନା ମୁଁ ଯିବି ସେଠି ଯାଇକି ଡ୍ୟାନ୍ସ କରିବି। ଘରେ କେହି ରାଜି ହଉନଥିଲେ, ମାନେ ମୋ ବାବା ହୁଅନ୍ତୁ କି ସାନ ଦାଦା ମାନେ ବି କେହି ରାଜି ନଥିଲେ। ବାସ୍ ମୋ ଜେଜେ ଆଉ ମୋ ମମି ଯିଏ ସିଏ ମତେ ସପୋର୍ଟ କରୁଥିଲେ କି ନା ହଁ ଇଏ ଡ୍ୟାନ୍ସ କରୁ, କି ହଁ ଆଗକୁ ବରଂ ଡ୍ୟାନ୍ସ ଛାଡିଦବ ବାକି ସେ ଏବେ କରୁ, ଛୁଆଟେ ଅଛି। ସେଥିପାଇଁ ମୁଁ ଡ୍ୟାନ୍ସ କଲି, ଯାଇକି ଶିଖିଲି। ଆମର ତ ବାଜିତଲି ସାର୍ ଆସିକି ଶିଖଉଥିଲେ ଆମ ଯୋଉ ଅରେଇରେ। ସେଠି ମୁଁ ଯାଇ ତାଙ୍କ ଡ୍ୟାନ୍ସ ଶିଖିଲି। ଡାଡି ସପୋର୍ଟ କରୁନଥିଲେ, ମମି ଡାଡିଙ୍କୁ ବହୁତ ବୁଝେଇକି ମୋ ପାଇଁ ମମି ଲୁଚେଇକି ସାରଙ୍କୁ ମାନେ ପଇସା ଦେଇଛି ମୋ ଡ୍ୟାନ୍ସ କ୍ଲାସ ପାଇଁ। ଏମିତି ସବୁ ଥିଲା ଆଉ। କାହିଁକି ସାନ ଭଉଣୀ ଯିଏ ଅଛନ୍ତି ଆପଣଙ୍କର ସାନ ଭଉଣୀ ପାଇଁ ରାଜି ହେଲେ, କିନ୍ତୁ ଆପଣଙ୍କ ପାଇଁ କାହିଁକି ରାଜି ହେଲେନି ଡ୍ୟାନ୍ସ ଶିଖିବା ପାଇଁ? ମୁଁ ଜାଣିନି, କହିଲେ କି ନା ସେ ପାଠ ପଢିବ, ମାନେ ପାଠ ପଢିକି ଚାକିରି କରିବ। ଯେହେତୁ ଜେଜେ ବ୍ୟାଙ୍କ ରେ ଥିଲେ, ଜେଜେଙ୍କର ବି ଇଚ୍ଛା ଥିଲା କି ନା ସେ ପାଠ ପଢିକି ବି ଚାକିରି କରୁ। ଘରେ ବି ଡାଡିଙ୍କର ଇଚ୍ଛା ଥିଲା ନା ସେ ପାଠ ପଢୁ, ଚାକିରି କରୁ। କାହିଁକି ନା ସମସ୍ତେ ବିଭିନ୍ନ ଯୋଉମାନେ ରହିଛନ୍ତି ଛୋଟ ବେଳୁ ବିଭିନ୍ନ ପିଲାଙ୍କର ବିଭିନ୍ନ ଦିଗ ପ୍ରତି ଆସକ୍ତି ରହିଥାଏ ବା ଇଚ୍ଛା ରହିଥାଏ। ନାଚ ଜଣଙ୍କର ନାଚ ପ୍ରତି ଇଚ୍ଛା ଶକ୍ତି ଅଛି, ସେ ନାଚିବା ତ ଖରାପ ନୁହେଁ। ସେ ଜଣେ ନାଚିକି ଯଦି ନା କରିପାରିବ ତା ସହିତ କିଛି କହିବାର ନାହିଁ। କିନ୍ତୁ ଡାଡିଙ୍କର ଚିନ୍ତାଧାରା କେତେବେଳେ ପରିବର୍ତ୍ତନ ହେଇଥିଲା? ଯେତେବେଳେ ମୁଁ ପ୍ରାୟ ଜାଗାରେ ଡ୍ୟାନ୍ସ କଲି, ସ୍କୁଲରେ ବି ଡ୍ୟାନ୍ସ କଲି, ସବୁଠି ଫାଷ୍ଟ ହେଲି। ସବୁ ଲୋକମାନେ କି ସାର୍ ମାନେ ବହୁତ ଭଲ ପାଇଲେ, ପଚାରିଲେ ଇଏ କା ଝିଅ। ସେତେବେଳେ ଡାଡି ଲୋକଙ୍କଠୁ ଶୁଣିକି ତାଙ୍କୁ ବହୁତ ଖୁସି। ଡାଡି ସେତେବେଳେ ଗର୍ବରେ କହିପାରୁଥିଲେ ନା ଇଏ ମୋ ଝିଅ। ତାପରେ ଧୀରେ ଧୀରେ ଡାଡିଙ୍କ ମାଇଣ୍ଡ ଚେଞ୍ଜ ହେଲା। ତାପରେ ମୁଁ ଯୁଆଡେ ବି ସ୍କୁଲ ତରଫରୁ କମ୍ପିଟିସନ ଯାଇକି ଡ୍ୟାନ୍ସ କ୍ଲାସ ତରଫରୁ ଡାଡି ମମି ମତେ ନେଇକି ଯାଆନ୍ତି। ରାତି 12ଟା 1 2ଟା ଏମିତି ଆମେ ରାତିରେ ଆସୁ। ଡାଡି ତାପରେ ସେବେଠୁ ମତେ ଏମିତି ସପୋର୍ଟ କରିଚାଲନ୍ତି, ନେଇକି ବି ଯାଆନ୍ତି। ମାନେ ଆଜି ପର୍ଯ୍ୟନ୍ତ ତାଙ୍କର ସପୋର୍ଟ ଜାରି ରହିଛି। ଯୋଉ ସ୍କୁଲ ଡ୍ୟାନ୍ସ ସ୍କୁଲ ଖୋଲିବା, ଆପଣଙ୍କ ନାଁରେ ତପସ୍ୱିନୀ ଡ୍ୟାନ୍ସ ସ୍କୁଲ ବୋଲିକି ଆପଣଙ୍କର ସ୍କୁଲ ଖୋଲିଛନ୍ତି। ପାଖାପାଖି ବୋଧେ 2 ବର୍ଷ ହୋଇଯିବ ଡ୍ୟାନ୍ସ ସ୍କୁଲଟି ଖୋଲା ହେଇଛି। ୟାକୁ ନେଇ ଆପଣଙ୍କର କଣ, କାହିଁକି ଆପଣ ଡ୍ୟାନ୍ସ ଖୋଲିବା ପାଇଁ ମନ ବଳେଇଲେ? ମୁଁ ଫାଷ୍ଟ ଫାଷ୍ଟ ଘରେ ଡ୍ୟାନ୍ସ ଶିଖେଇଲି। ମତେ ବହୁତ ପିଲାଙ୍କ ଗାର୍ଡିଆନ କହିଲେ ନା ଆପଣ ଡ୍ୟାନ୍ସ ପିଲାଙ୍କୁ ଶିଖାନ୍ତୁ, ଆମେ ସପୋର୍ଟ କରିବୁ। ମୁଁ ସେତେବେଳେ ମୋ ପାଖରେ କିଛି ମାନେ ସ୍କୁଲ ମୁଲ ନଥିଲା, କି ସେଠି ବି ଆମ ଘରେ ଏତେ ବଡ ସ୍ପେସ ନାହିଁ। ତାପରେ ମୁଁ 3ଟା ପିଲା ନେଇକି ଡ୍ୟାନ୍ସ ସ୍କୁଲ ଆରମ୍ଭ କରିଥିଲି। ଯେତେବେଳେ ଡ୍ୟାନ୍ସ ସ୍କୁଲ ଆରମ୍ଭ କରିଥିଲି, ଆମ ଘରେ ବାରଣ୍ଡା ଅଛି ସେଇଠି ଶିଖେଇଲି। ଆମ ଘରଟା ଯେହେତୁ ଟିକେ ଭିତରେ ରହୁଛି ବହୁତ, ତାପରେ ପିଲା ଯେତେବେଳେ ସବୁ ଜାଣିଲେ, ବହୁତ ଆଡୁ ପିଲା ଆସିଲେ, ତାଙ୍କ ଗାର୍ଡିଆନ ମାନେ ନେଇକି ଆସିଲେ। ଯେହେତୁ ଗାଁ ଭିତରେ, ସେଥିପାଇଁ କଣ ପ୍ରାୟ ଘରେ ବି ବର୍ଷେ ମୁଁ ଡ୍ୟାନ୍ସ ଶିଖେଇଛି। ତାପରେ ପିଲା ଯେହେତୁ 30 40 ହେଲେ ସେଠି ଶିଖେଇବା ଆଉ ସମ୍ଭବ ହେଲାନି। ତାପରେ ସେଥିପାଇଁ ମୁଁ କହିଲି ନା ମୁଁ ସ୍କୁଲ ଖୋଲିବି। ସ୍କୁଲ ପାଇଁ ବି ଘରେ ମନା କଲେ ନା ଝିଅଟେ କେତେ ଦିନ ରହିବୁ, ବାହା ହେଇଯିବୁ, କାହିଁ ସ୍କୁଲ କରିବୁ, ନା ଥାଉ। ମୁଁ ଜିଦ୍ଦି କଲି ନା ମୁଁ ସ୍କୁଲ ଖୋଲିବି। ତାପରେ ସେଠୁ ଜେଜେ ରାଜି ହେଲେ, କହିଲେ ହଁ ନହେଲେ ସେ ସ୍କୁଲ ଯଦି କହୁଛି ଖୋଲୁ ଆଉ।
ବର୍ତ୍ତମାନ ପାଇଁ ଆପଣଙ୍କର ସ୍କୁଲର ପିଲା କେତେ ଜଣ ନାଚ ଶିଖୁଛନ୍ତି? ପ୍ରାୟ 100 ପାଖାପାଖି। କେମିତି ଲାଗୁଛି ଡ୍ୟାନ୍ସ ସ୍କୁଲ ଖୋଲି କେବେ ଭାବିଥିଲେ ଆପଣ ଯେ ଡ୍ୟାନ୍ସ ସ୍କୁଲ ଖୋଲିକି ଏମିତି କରିବେ ବୋଲିକି ଆପଣଙ୍କ ପାଖରେ 100 ପିଲା ନାଚ ଶିଖିବେ ବୋଲିକି? ନାଇଁ କେବେ ଭାବିନଥିଲି। ମୁଁ ଦିନେ ଶିଖୁଥିଲି ଡ୍ୟାନ୍ସ, ମୋ ପାଖରେ ପିଲା ଶିଖିବେ କି ମୁଁ ପିଲାଙ୍କୁ ଶିଖେଇବି, ମତେ ଲୋକ ଚିହ୍ନିବେ, ଏମିତି କେବେ ମାନେ ଭାବି ହିଁ ନଥିଲି। ଆଉ ଇଚ୍ଛା ଶକ୍ତି ଆପଣଙ୍କୁ ଏ ଜାଗାରେ ଏ, ପହଞ୍ଚେଇ ପାରିଛି ବା ଗୋଟେ ନାଚ ଆପଣଙ୍କୁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ବିଭିନ୍ନ ଜାଗାରୁ ଆପଣ ମଧ୍ୟ ଆୱାର୍ଡ ପାଇଛନ୍ତି। କୋଉ କୋଉ ଜାଗାରୁ କଣ ଆୱାର୍ଡ ପାଇଛନ୍ତି ଟିକେ କହିବେ ଦର୍ଶକ ମାନଙ୍କୁ? ଏବେ ଆମର ପୁରୀରେ ହଉଥିଲା ନ୍ୟାସନାଲ ମେଗା ସେରିମନି 2025, ସେଠି ଯାଇକି ଆୱାର୍ଡ ଏବେ ଆଣିଛି। ମାନେ କଣ, ତାପରେ ନେକ୍ସଟ ଆଣିଥିଲି ଆମର ଯୋଉ ଅଛି ଖୋର୍ଦ୍ଧା ମହୋତ୍ସବ, ସେଠୁ ଆଣିଛି। ବଲାଙ୍ଗୀରରୁ ଯାଇକି ଆଣିଛି। ଆମର ଏବେ ହଉଥିଲା କୋଉଠି ଯୋଉ କଳିଙ୍ଗ କନ୍ୟା ସମ୍ମାନ, ସେଟା ଆଣିଛି। ବାଲିଘର ସମ୍ମାନ ଆଣିଛି। ଏମିତି ବହୁତ କିଛି ଆୱାର୍ଡ ଆଣିଛି। ଯାହା ଆପଣଙ୍କୁ ଗୋଟେ ନିଶ୍ଚିତ ଭାବେ ଖୁସି ଦେଇଥିବ। ଆପଣଙ୍କର ଇଚ୍ଛା ଶକ୍ତି ପାଇଁ ଆପଣ ଏ ଜାଗାରେ ପହଞ୍ଚି ପାରିଛନ୍ତି, ତାକୁ କହିଲେ ଭୁଲ ହବ ନାହିଁ। ତା ସହିତ ମଧ୍ୟ ଆପଣଙ୍କ ପରିବାରର ସପୋର୍ଟ ପାଇଲେ, ପରିବାର ସପୋର୍ଟ ପାଇଁ ଆପଣ ଏ ଜାଗାରେ ପହଞ୍ଚି ପାରିଛନ୍ତି। ଶ୍ରେଷ୍ଠ ଶ୍ରେୟ କାହାକୁ ଦେବା ପାଇଁ ଚାହିଁବେ? ଗୁରୁ ହିସାବରେ କାହାକୁ ଦେବା ପାଇଁ ଚାହିଁବେ ଏବଂ ଫ୍ୟାମିଲିରେ କାହାକୁ ଶ୍ରେଷ୍ଠ ଶ୍ରେୟ ଦେବା ପାଇଁ ଚାହିଁବେ? ଗୁରୁ ହିସାବରେ ଦେବି ବାଜିତ ଅଲି ସାରଙ୍କୁ। ସେ ମତେ ବହୁତ କଥା ଶିଖେଇଛନ୍ତି କି ନା ତୁ କର, ତୋର ହବ, ଡ୍ୟାନ୍ସ ହବ, କି ନା ତୁ ଟେନସନ ନା, ତୋ ପଛରେ ମୁଁ ଅଛି। ସାର୍ କାହିଁକିନା ସବୁ କଥା ଜାଣିଥିଲେ କି ଡାଡି ସପୋର୍ଟ ବି କରୁନାହାନ୍ତି। ସାର୍ ଯେହେତୁ ଘରକୁ ଆସନ୍ତି ମମି କୁହନ୍ତି। ତାପରେ ହଉଛି ଯୋଉ ଆପଣ ଘର କଥା କହିଲେ, ଘରେ ଫାଷ୍ଟ ସପୋର୍ଟ ଯିବ ମୋ ଜେଜୁଙ୍କୁ, ତାପରେ ମୋ ମମି। ଏବେ କିନ୍ତୁ ସମସ୍ତେ ସପୋର୍ଟ କରୁଛନ୍ତି। ଫାଷ୍ଟ ମୋ ଜେଜେ ହିଁ ଫାଷ୍ଟରେ ରହିବେ। ଆପଣଙ୍କ ଭଳି ପ୍ରତିଭାକୁ ଯିଏ ଜନ୍ମ ଦେଇଛନ୍ତି ନିଶ୍ଚିତ ଭାବେ ଆମେ ତାଙ୍କ ପରିଚୟ ଜାଣିବା ପାଇଁ ଚାହିଁବୁ। ମୋ ଡାଡିଙ୍କ ନାଁ ହଉଛି ତାରାକାନ୍ତ ମଲ୍ଲିକ, ଆଉ ମୋ ମମିଙ୍କ ନାଁ ହଉଛି ପୂର୍ଣ୍ଣିମା ମଲ୍ଲିକ। ଆଉ ମତେ ଯିଏ ସବୁଠୁ ବେଶୀ ସପୋର୍ଟ କରୁଛନ୍ତି ମୋ ଜେଜେ ଆଉ ଜେଜେମା, ତାଙ୍କ ନାଁ ବି ମୁଁ କହିବାକୁ ଚାହିଁବି। ଜେଜେଙ୍କ ନାଁ ହଉଛି ଶ୍ରୀଯୁକ୍ତ ବାବାଚରଣ ମଲ୍ଲିକ, ଆଉ ଜେଜେମାଙ୍କ ନାଁ ହେମଲତା ମଲ୍ଲିକ। ଯୋଉମାନେ ନାଚ ଶିଖିବା ପାଇଁ ଚାହୁଁଛନ୍ତି, ଯୋଉମାନଙ୍କର ଇଚ୍ଛା ଶକ୍ତି ଅଛି, କିଛି କ୍ଷେତ୍ରରେ ପରିବାର ପକ୍ଷରୁ ଯୋଉ ଭଳି ଭାବେ ଆପଣ ସମ୍ମୁଖୀନ ହୋଇଛନ୍ତି, ସେମାନେ ମନା କରିଛନ୍ତି, ସେମିତି ଆହୁରି ମଧ୍ୟ ପିଲା ଥିବେ ଯୋଉମାନଙ୍କୁ ପରିବାର ପକ୍ଷରୁ ମନା କରାଯାଇଥିବ। ତାଙ୍କୁ ନେଇ ଆପଣ କଣ କହିବେ ସେ ପିଲାମାନଙ୍କର ଗାର୍ଡିଆନକୁ? ପିଲାମାନଙ୍କର ଗାର୍ଡିଆନକୁ ଏତିକି, ପାଠ ଯେମିତି ସମସ୍ତଙ୍କୁ ଦରକାର, ସେମିତି କାହା ଭିତରେ କୋଉ କଳା ଅଛି ତାକୁ ବି ତାଙ୍କ ଗାର୍ଡିଆନ ମାନେ ଚିହ୍ନିବା ଦରକାର। କି ଆମ ପିଲାଟା ଡ୍ୟାନ୍ସ ରେ ଯିବ, କି ଗୀତ ଗାଇବ, କି ଗିଟାର ବଜେଇବ, ତବଲା ବଜେଇବ, କି ଚିତ୍ରାଙ୍କନ କରିବ, ଯାହା ବି କଳା ଅଛି ତାକୁ ବି ସେମାନେ ତାକୁ ସେ ପ୍ରତି ମାନେ ସେ କ୍ଷେତ୍ରରେ ବି ଦେଖିବା ନିହାତି ଦରକାର। କାହିଁକିନା ପିଲା ନୁହେଁ ଯେ ଖାଲି ପାଠ ପଢିକି ଚାକିରି କରିବ। ଡ୍ୟାନ୍ସ ବି କରିକି ସେ ଗୋଟେ ଭଲ ଟିଚର ହେଇପାରିବ। ଫ୍ୟୁଚରରେ ପିଲାଙ୍କୁ ଶିଖେଇ ପାରିବ। ଓଡିଶା ନୁହଁ ଓଡିଶା ବାହାରେ ବି ଯାଇକି ନାଁ କରିପାରିବ। ସେମିତି ଗୀତ ଶିଖିକି ବି ଏବେ କେତେ ସିଙ୍ଗର ମାନେ ଆପଣ ଜାଣିଥିବେ, କେତେ ସିଙ୍ଗର ମାନଙ୍କ ନାଁ ହଉଛି। ସେ ବି ଗୋଟେ ଫ୍ୟୁଚର ଗୋଟେ ଭଲ ସିଙ୍ଗର ବି ହେଇପାରିବ। ବର୍ତ୍ତମାନ ପାଇଁ ଆପଣ କଣ ପଢୁଛନ୍ତି? ମୁଁ ଏବେ ବିଏଡ୍ କରୁଛି। ଗ୍ରାଜୁଏସନ କମ୍ପ୍ଲିଟ କରିକି ବିଏଡ୍ କରୁଛି। ଭବିଷ୍ୟତର ଆଶା କଣ ରହିଛି, ଆକାଂକ୍ଷା କଣ ରହିଛି ଏବଂ କେଉଁ ସ୍ଥାନରେ ପହଞ୍ଚିବା ପାଇଁ ଚାହୁଁଛନ୍ତି ବା ଆପଣଙ୍କର ଶ୍ରେଷ୍ଠ ଲକ୍ଷ୍ୟ କଣ ରହିଛି? ଲକ୍ଷ୍ୟ ଅଛି ତ ମୁଁ ଡ୍ୟାନ୍ସକୁ ନେଇକି ଆଗକୁ ଯିବି। କିନ୍ତୁ ଘର ଲୋକଙ୍କ ଇଚ୍ଛା ଅଛି ପାଠ ପଢୁଛୁ, ଟିଚର ବି ହବାକୁ ଇଚ୍ଛା ଅଛି। ତାହେଲେ କଣ ହେବେ? ଟିଚର ହେବେ? ଡ୍ୟାନ୍ସ ଟିଚର ତ ଅଲରେଡି ହେଇସାରିଛନ୍ତି ଟିଚର। ଆଉ ଘର ଲୋକଙ୍କ ଇଚ୍ଛା ଯେହେତୁ ରହିଛି ଆପଣ ଶିକ୍ଷାଦାନ କରିବେ ପିଲାମାନଙ୍କୁ, ଆଉ ପାଠ ପଢେଇବେ ପିଲାମାନଙ୍କୁ। ଆପଣ କଣ କହୁଛନ୍ତି ଯଦି ଭବିଷ୍ୟତରେ କେବେ ଚାକିରି ଆପଣଙ୍କର ହୁଏ, ନାଚ ଆଉ ଚାକିରି କେମିତି କଣ ମ୍ୟାନେଜ କରିବେ ବୋଲି ଭାବିଛନ୍ତି? ହଁ ମ୍ୟାନେଜ କରିଦେବି। ମୋ ଡ୍ୟାନ୍ସ କ୍ଲାସ୍ ସଟରଡେ ସଣ୍ଡେ ରହୁଛି। ସେଟା ବି ଇଭିନିଂ ଟାଇମରେ ରହୁଛି। ତ ସ୍କୁଲ ଯଦି ବି ସ୍କୁଲ ଟିଚର ହେଲି, ତାହେଲେ ସେଟା ଆମର ହେଇଯିବ ସକାଳ 10ଟାରୁ 4ଟା। ମୁଁ ଆରାମରେ ସେଟାକୁ ଟାଇମ ଦେଇପାରିବି, ଏଟାକୁ ବି ଟାଇମ ଦେଇପାରିବି। ଯାହା ଶୁଣୁଥିଲେ ତପସ୍ୱିନୀଙ୍କର କଣ ରହିଥିଲା ପ୍ରତିକ୍ରିୟା, କିପରି ଭାବେ ସେ ଏ ନୃତ୍ୟ ଜଗତରେ ପାଦ ଥାପିଲେ ଏବଂ ତାଙ୍କର ଇଚ୍ଛା କଣ ରହିଛି ଏବଂ କିପରି ଭାବେ ସେ ସବୁ କିଛି ମ୍ୟାନେଜ କରୁଛନ୍ତି। ବିଞ୍ଝାରପୁରରୁ ଦେବୀଦତ୍ତ ସାମଲଙ୍କ ରିପୋର୍ଟ, ବଡ ଖବର।